ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଚେହେରା ପ୍ରଶାନ୍ତ ଜଗଦେବଙ୍କ ପରି ଜଣେ ନେତା ନିଶ୍ଚିତ ଭାବରେ ନିଜର କାର୍ଯ୍ୟକଳାପ ଶୈଳୀ, ଆଚରଣ, ଉଚ୍ଚାରଣ ତଥା ଦ୍ୱନ୍ଦ୍ୱ ପ୍ରତିଦ୍ୱନ୍ଦିତା ପାଇଁ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। ସେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ପରିଷଦର ସଭାପତି ହୁଅନ୍ତୁ କିମ୍ବା ବୋଲଗଡ଼ ବେଗୁନିଆର ବିଧାୟକ ଏବଂ ଚିଲିକାର ବିଧାୟକ ହୁଅନ୍ତୁ, ସବୁବେଳେ ଦ୍ୱନ୍ଦ୍ୱରେ ରହି ମଧ୍ୟ ଲୋକଙ୍କର ପ୍ରିୟ ପାତ୍ର ହୁଅନ୍ତି। ଆପଣମାନେ ଯଦି ତାଙ୍କ ରାଜନୈତିକ ଇତିହାସକୁ ଦେଖିବେ ତେବେ ସ୍ପଷ୍ଟ ଭାବରେ ଜାଣିପାରିବେ ତାଙ୍କ କାର୍ଯ୍ୟକାଳ ସମୟରେ ବ୍ୟାପକ ପରିବର୍ତ୍ତନ, ବ୍ୟାପକ ବିକାଶ ହେଇଛି। ସାଧାରଣ ଜନତା ମାନଙ୍କ ପାଖରେ ସେ ପହଞ୍ଚିବା ପାଇଁ ସଫଳ ହୋଇଛନ୍ତି, କିନ୍ତୁ ତାଙ୍କର କ୍ରୋଧ ଯୋଗୁଁ ସେ ସବୁବେଳେ ନିନ୍ଦିତ ଏବଂ ଲୋକମାନଙ୍କ ପାଖରେ ଅନାଦରର ପାତ୍ର ହୋଇଛନ୍ତି। ଯଦି ଆପଣମାନେ ଗୋଟିଏ କଥା ଭଲ ଭାବରେ ଦେଖିବେ, ସ୍ପଷ୍ଟ ଭାବରେ ଜାଣିପାରିବେ ତାଙ୍କ ପାଖରେ କେଉଁଠି ନା କେଉଁଠି ଗୋଟିଏ କଳା ଅଛି। 2019 ନିର୍ବାଚନ ସମୟରେ ଅଚାନକ ଟିକେଟ ନେବା ଏବଂ ଚିଲିକା ନିର୍ବାଚନ ମଣ୍ଡଳୀରେ 11,000 ଉର୍ଦ୍ଧ୍ୱ ଭୋଟରେ ଜିତିବା, ପୁଣି ଖୋର୍ଦ୍ଧାର ବିଜେପିରେ ମିଶିବା ଏବଂ ଖୋର୍ଦ୍ଧା ବିଜେପି ଟିକେଟରୁ ବିଧାୟକ ହେବା, 7,000 ଉର୍ଦ୍ଧ୍ୱ ଭୋଟରେ ବିଜୟ ଲାଭ କରିବା, କେଉଁଠି ନା କେଉଁଠି ତାଙ୍କର ଗୋଟିଏ ଚମତ୍କାରିତା ରହିଛି। ଏବେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତାଙ୍କର ମଞ୍ଚ ଉପରେ ସାଂସଦଙ୍କ ଉପସ୍ଥିତିରେ ଜଣେ ପୁରୁଣା କର୍ମୀକୁ ଧକ୍କା ମାରିବା ପରେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କେତେବେଳେ ସାଂସଦଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତିଙ୍କ ସହିତ ଝଗଡ଼ା କରିବା ହେଉ କିମ୍ବା ଲୋକମାନଙ୍କର ହକ୍ ପାଇଁ ହେଉ, ସେ ଯେଉଁ ଲଢ଼ୁଛନ୍ତି ତାଙ୍କର ଲଢ଼ିବା ପାଇଁ ବୋଧହୁଏ ସେ ସବୁବେଳେ ପ୍ରଶଂସାର ପାତ୍ର ହେଉଛନ୍ତି। କିନ୍ତୁ ଜଣେ ନେତାଙ୍କର ସାଧାରଣ ଭାବେ ଶାଳୀନତା ରହିବାର ଆବଶ୍ୟକତା ରହିଛି, ଯାହାର ଅଭାବ ତାଙ୍କ ପାଖରେ ରହିଛି। ଶାଳୀନତା କହିଲେ ବ୍ୟବହାର, ଆଚରଣ ଏବଂ ଉଚ୍ଚାରଣ, କଥା କହିବାର ଶୈଳୀ ହେବା ଆବଶ୍ୟକ ରହିବା ଦରକାର। ଦୃଢ଼ ନେତୃତ୍ୱ ରହିଛି, ଏହା ଆମେ କେବେ ବି ହେଲେ ତାଙ୍କୁ ମନା କରିବୁ ନାହିଁ, କିନ୍ତୁ ଗୋଟିଏ କଥାରେ ସେ ଦୁର୍ବଳ, ତାଙ୍କର କ୍ରୋଧ। ଯଦି ସେ ତାଙ୍କ କ୍ରୋଧକୁ କଣ୍ଟ୍ରୋଲ କରିପାରିବେ ତେବେ ସେ ନିଶ୍ଚିତ ଭାବରେ ଆଗାମୀ ଦିନରେ ଓଡ଼ିଶା ରାଜନୀତିର ଜଣେ ଅଗ୍ରଗଣ୍ୟ ନେତା ଭାବରେ ଗଣିତ ହେବେ। ଏବଂ ବର୍ତ୍ତମାନ ଯେଉଁ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା କଥା ଚର୍ଚ୍ଚା ଧରୁଛି, ପ୍ରଶାନ୍ତ ଜଗଦେବଙ୍କ ନାଁ ମଧ୍ୟ ସେଥିରେ ରହୁଛି। ହଁ, ସେ ପ୍ରଶାନ୍ତ ଜଗଦେବଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବାର ଆବଶ୍ୟକତା ରହିଛି। ଆଗ୍ରେସିଭ ମୁଡରେ ରହିଥିବା ନେତାଙ୍କୁ ଯଦି ଆପଣମାନେ ମନ୍ତ୍ରିମଣ୍ଡଳରେ ଜାଗା ଦେବେ ତେବେ କରପସନ କମ୍ ହେବ ଏବଂ ଲୋକମାନେ ଭୟ କରିବେ, ଅଫିସର ମାନେ ଭୟ କରିବେ ଦୁର୍ନୀତି କରିବା ପାଇଁ, ଲୋକମାନଙ୍କୁ ହଇରାଣ ହରକତ କରିବା ପାଇଁ। ଦେଖିବାର କଥା, ଭାରତୀୟ ଜନତା ପାର୍ଟିର ସରକାର ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରୁଛି ନା ପୁଣି ବିଜୁ ଜନତା ଦଳ ପରି ତାଙ୍କୁ ଯୋଜନା ବୋର୍ଡର ଅଧ୍ୟକ୍ଷ କରି ଲଲିପପ୍ ଧରେଇ ଦେବ। ଆପଣମାନେ କମେଣ୍ଟ ମାଧ୍ୟମରେ ମତାମତ କରନ୍ତୁ, ପ୍ରଶାନ୍ତ ଜଗଦେବ କିଭଳି ନେତା। ବନ୍ଦେ ଉତ୍କଳ ଜନନୀ, ଜୟ ସୀତାରାମ।